ବହୁତ ଜଣ ଗୋଲାପ ଗଛରେ କିଛିଟା ଭୁଲ କରନ୍ତି ଯେଉଁଥିପାଇଁ ଆମ ଗଛର ଗ୍ରୋଥ୍ କମିବାକୁ ଲାଗେ ଆଉ ଫୁଲର ମାତ୍ରା ବି କମିବାକୁ ଲାଗେ। ତ ଆଜି ତା ବିଷୟରେ ଆପଣଙ୍କୁ ଛୋଟ ଛୋଟ ଟିପ୍ସ ଦେବି। ଯେମିତିକି ଆମେ ଶୀତ ଦିନ ଆଉ ବର୍ଷା ଦିନ ଦେଖି ଆମ ଗଛର ବହୁତ ବଢ଼ିଆ ଗ୍ରୋଥ୍ ହେଇଥାଏ ଆଉ ତା ସାଥିରେ ମୂଳରୁ ନୂଆ କୁଆଁ ବି ମଧ୍ୟ ଦେବା ଆରମ୍ଭ କରେ। କିନ୍ତୁ ସେ ଯେଉଁ କୁଆଁ ବାହାରେ ନା ଆମେ ବହୁତ ଜଣ କ'ଣ କରନ୍ତି ତାକୁ ବଢ଼ିବା ପାଇଁ ଛାଡ଼ି ଦିଅନ୍ତି, କାହିଁକିନା ବହୁତ ଖୁସି ହେଇଯାଆନ୍ତି ଯେ ଆମକୁ ତା ଦେହରୁ କିଛି ଫୁଲ ଅଧିକ ମିଳିବ। କିନ୍ତୁ ଆପଣ ସେ ଭୁଲ ଜମା କରିବେନି। ଯାହା ଯେତିକି ଆପଣ ଗ୍ରୋଥ୍ ଦେଖିବାକୁ ପାଇବେ ନା କଟିଂ ଦ୍ୱାରା ହିଁ ଗ୍ରୋଥ୍ ଆସିବ। ତ ବେବି ବ୍ରାଞ୍ଚରେ ଯଦି ଗ୍ରୋଥ୍ ଆସୁଛି ତାହେଲେ ତାକୁ ପ୍ରୋନ୍ କରିଦିଅନ୍ତୁ। ତାକୁ କାଟିବା ଦ୍ୱାରା ପବନ ନିଷ୍କାସନ ଠିକ୍ ଭାବରେ ହେଇପାରିବ ଆଉ ତା ସାଥିରେ ଖରା ବି ରୀତିମତ ପଡ଼ିବ ଆଉ ଆପଣଙ୍କ ଗଛ ବି ଗ୍ରୋଥ୍ ବହୁତ ବଢ଼ିଆ ଆସିବ। ତା ଛଡ଼ା ଏଇ ଗଛର ଯେଉଁ କୁଆଁକୁ କାଟିବା ପାଇଁ କହୁଛି, ତ ଏଇଟା ଯଦି ଆମେ ଛାଡ଼ିଦେବା ନା ତ ଗଛରେ ହେଉଛି ଭିଟାମିନ୍ ଆଉ କ୍ୟାଲସିୟମ୍ ବି ମଧ୍ୟ କମିଯିବ, ତା ସହିତ ଫୁଲ ଫୁଟିବା ମଧ୍ୟ କମିଯିବ। ସେଥିପାଇଁ ଗଛର ମୂଳରୁ ନୂଆ କୁଆଁ କାଟିକି ବାହାର କରିଦେବା ସହିତ ଗଛର ଡାଳରୁ ତଳ ଭାଗକୁ କଣ୍ଟାକୁ ବି ମଧ୍ୟ ବାହାର କରିଦେବେ। କମ୍ପୋଷ୍ଟ ଦେବା ସମୟରେ ଆପଣଙ୍କୁ ହିଁ କ୍ଷତି ପହଞ୍ଚାଇବ, ସେଥିପ୍ରତି ବି ଧ୍ୟାନ ଦେବେ।